ମୁଁ ଆଜି ଆପଣମାନଙ୍କ ପାଇଁ ଶାଗୁ ଲସି ବନେଇକି ଦେଖେଇବି। ଆପଣ ଏହି ଶାଗୁ ଲସିକୁ ମାତ୍ର 5 ମିନିଟ୍ ଭିତରେ ପ୍ରସ୍ତୁତ କରିପାରିବେ। ଓଷା ବ୍ରତ ଦିନମାନଙ୍କ ପାଇଁ ଇଏ ପୁରା ପରଫେକ୍ଟ ରହିବ। ଯଦି ଆପଣ ଏଥିରୁ ଗୋଟେ ଗ୍ଲାସ୍ ପିଇବେ ଆପଣଙ୍କୁ ଦିନ ସାରା ଭୋକ ଲାଗିବନି ଆଉ ପେଟ ବି ଥଣ୍ଡା ରହିବ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଶାଗୁ ଲସି ପାଇଁ ମୁଁ ଏଠି କିଛି ଶାଗୁ ନେଇଛି। ମୁଁ ଶାଗୁକୁ ପାଣିରେ 5ରୁ 6 ଘଣ୍ଟା ପାଇଁ ବତୁରେଇକି ରଖିଥିଲି। ଶାଗୁ ଏଠି ଭଲସେ ଫୁଲି ଯାଇଛି। ମୁଁ ଏଠି ଦେଖାଇ ଦେଉଛି ଶାଗୁ ଏଠି ପୁରା ନରମ ହେଇଯାଇଛି। ଚାଲନ୍ତୁ ଏବେ ଆମେ ଲସି ବନେଇବା। ସେଥିପାଇଁ ମୁଁ ଏଠି ଗୋଟେ ଗ୍ରାଇଣ୍ଡର ଜାରରେ ବତୁରେଇ ହେଇଥିବା 1 କପ୍ ଶାଗୁ ଦେଇଛି। ତାପରେ ମୁଁ ଏଥିରେ ହାଫ୍ କପ୍ ଦହି ଦେଇଛି। ଆପଣ ଯେତିକି ଶାଗୁ ନେବେ ସେତିକି ଦହି ବି ନେଇପାରିବେ। ତାପରେ ମୁଁ ଏଠି ଚିନି ନେଇଛି। ଆପଣଙ୍କୁ ଲସି ଯେତିକି ମିଠା ଦରକାର ସେ ଅନୁସାରେ ଚିନି ନେବେ। ଆଉ ଫ୍ଲେଭର ପାଇଁ ମୁଁ ଏଥିରେ ଗୋଟେ ଗୁଜୁରାତିକୁ ଟିକେ ଛଡ଼େଇକି ଦେଇ ଦେଉଛି। ଗୁଜୁରାତି ଏଠି ଅପସନାଲ୍ ଅଛି, ଆପଣ ଚାହିଁଲେ ନ ପକାଇ ପାରନ୍ତି। ତାପରେ ମୁଁ ଏଥିରେ 1 କପ୍ ପାଣି ଦେଉଛି। ଆପଣଙ୍କୁ ଲସିର ଯେମିତି କନସିଷ୍ଟେନ୍ସି ଦରକାର ସେ ଅନୁସାରେ ପାଣି ନେବେ। ମୁଁ ଏଠି ଥଣ୍ଡା ପାଣି ଦେଇଛି। ଆପଣ ଚାହିଁଲେ ଏଥିରେ 3ରୁ 4ଟା ଆଇସ୍ କ୍ୟୁବ୍ ପକାଇ ପାରିବେ। ଏବେ ଆମକୁ କଭର କରି ଭଲସେ ଗ୍ରାଇଣ୍ଡିଂ କରିକି ନେଇଯିବା। ମୁଁ ଏଠି ଆକୁ ଭଲସେ ଗ୍ରାଇଣ୍ଡିଂ କରି ନେଇଯାଇଛି। ଏବେ ଆମେ ଆକୁ ସର୍ଭ କରିବା। ସର୍ଭ କରିବା ପାଇଁ ମୁଁ ଏଠି ଗୋଟେ ଗ୍ଲାସରେ ଲସିକୁ ପ୍ରଥମେ ଦେଇ ଦେଉଛି। ତାପରେ ମୁଁ ଉପରେ କିଛି ନଡ଼ିଆ କୋରା ଦେଉଛି। ନଡ଼ିଆ କୋରାର କ୍ୱାଣ୍ଟିଟି ଆପଣ ଆପଣଙ୍କ ଟେଷ୍ଟ ହିସାବରେ କମ୍ ବେଶୀ କରିପାରିବେ। ତାପରେ ମୁଁ ଉପରେ କିଛି କାଜୁ, କିସମିସ୍ ଆଉ ଚେରି ଦେଇ ଆକୁ ଭଲସେ ଗାର୍ନିସିଂ କରିଦେଇଛି। ଶାଗୁ ଲସି ଏଠି ରେଡ଼ି ହେଇଯାଇଛି। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ଯଦି ଆପଣଙ୍କୁ ଏ ଶାଗୁ ଲସିର ରେସିପି ଭଲ ଲାଗିଥିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।